ଶେଷରେ ଏତେ କଷ୍ଟ ସହିବାକୁ ପଡ଼ିଥିଲା। ସତରେ କ'ଣ ଏ ଭାଗ୍ୟରେ ମୋର ଏତେ ଲେଖା ଥିଲା? ଆଜି ଆଜି ପ୍ରକୃତିରେ ମୋ ନିର୍ଦ୍ଦୋଷୀ ମଣିଷ ଜଣେ ଅଛି, ନିଜର ଭାଇର ହତ୍ୟା କରି ଯାଇଛି। ପ୍ରତିଟି ମୁହୂର୍ତ୍ତରେ ମନେ ପଡ଼େ ପିତାମାତାଙ୍କ କଥା, ଆଉ ମନେ ପଡ଼େ ସେଇ ମୋ ଆଖି ଆଗରେ ଛଟପଟ ହେଇ ମରିଯାଇଥିବା ମୋ ବଡ଼ ଭାଇଙ୍କ କଥା। ହେଲେ କ'ଣ କରିବି, ଏଇ ତ ମୋ ଭାଗ୍ୟରେ ଲେଖା। କାହାକୁ ଏଠି ମୋ ସାକ୍ଷୀ ରଖିବି? ପ୍ରତିଟି ମୁହୂର୍ତ୍ତରେ କେବଳ ଜଣେ ଜଣେ ମୁଁ ମରିଯାଉଛି। କେବଳ ଆଜି ସେ ମହାମନ୍ତ୍ରୀ ପାଇ ଆଜି ଏତେ ବଡ଼ ଦଣ୍ଡ। ହେଲେ କ'ଣ କରିବି, କୋଉଠିକି ଯିବି? ହେ ଭଗବାନ, ସତରେ এই দণ্ড ভোগিবা পাই আছি। এই জীবনটাকে বদলে রয়েছে। সকালে মনে পড়ে সেই ମୋ ପିତା ମାତାଙ୍କ କଥା। ପ୍ରକୃତରେ ସେମାନେ କେମିତି ଅଛନ୍ତି, କ'ଣ କରୁଛନ୍ତି, ଏଇ ମନରେ ଭାବିଲା ବେଳକୁ ମୁଁ କିଛି ବୁଝିପାରୁନି। ହାୟରେ ଦଇବ ତେଲୁ ଏତେ ଦୁଃଖ, ରାଜ୍ୟ ଛାଡ଼ିବେ ଅନାଥ। କି ବୁଦ୍ଧି କରିବି କେମିତି ମୁଁ ଯିବି, ବୁଦ୍ଧି ମୋତେ জীবনে আউ সতে কি দেখিবি ওরে পিতা মাতাଙ୍କୁ। কেবে ମୋ ଭାଗ୍ୟ ଉଦୟ ହୋଇବ, ଭାବି ପାରୁନାହିଁ ମନକୁ। কান্দিছো বেটা? କ'ଣ କହିବି ବାବା, ପ୍ରତିଟି ମୁହୂର୍ତ୍ତରେ ମନେ ପଡ଼େ ସେଇ ମୋ ପିତା ମାତାଙ୍କ କଥା, ମନେ ପଡ଼େ ରାଜ୍ୟବାସୀଙ୍କ କଥା। ହେଲେ ଆଜି ବି ଏଇ ମୋ ଆଖିର ଜଳ ଜଳ ପଟରେ କେବଳ ନାଚି ଉଠୁଛି ସେ ବଡ଼ ଭାଇଙ୍କର ସ୍ମୃତି। ମୁଁ ସହିପାରୁନି ବାବା। তুই আর নেই কান বেটা, তুই আর নেই কান। দিনে না দিনে ସବୁতে ভগবান নীলমাধব ସବୁ ঠিক କରିଦେବେ। ଆପଣ ସତ କହୁଛନ୍ତି ବାବା? ହଁ ବାବୁ। ହେଲେ ବାବୁ, ମୁଇଁ ଯେତିକି ବିଦ୍ୟା ଜାଣିଛେ ଓକେ ସେତିକି ମୁଇଁ ସବୁ କିଛି ଶିଖେଇଦେବି। ଆପଣ ଯେତିକି ଅସ୍ତ୍ରବିଦ୍ୟା ଜାଣିଛନ୍ତି, ହଁ ଆପଣ ମୋତେ ଶିଖେଇଦେବେ? ହଁ ବାବୁ। ତାହେଲେ ଠିକ୍ ଅଛି ବାବା। ଠିକ୍ ଅଛି ବାବୁ।
बेटा ଆପଣ ସତ କହୁଛନ୍ତି ବାବା? ହଁ ବାବା ମୁଁ ନିଶ୍ଚିତ ଭାବରେ ପୁଣି ଥରେ ଫେରି ପାଇବି ହଁ ସେ ଘରର। ନିଶ୍ଚୟ ପାଇପାରିବୁ ତା ବେଳେ ଚାଲ ଏବେ ଶିକାର କରିଯିବ ତାହେଲେ ଠିକ ଅଛି ବାବା, ଆମେ ଦୁହେଁ ମିଶି ଶିକାର କରି ଚାଲ